ସାଙ୍ଗମାନେ ଜୟ ଜଗନ୍ନାଥ। ନମସ୍କାର। ନମସ୍କାର, ଗୁଡ଼ ଆଫ୍ଟରନୁନ୍। ସାଙ୍ଗମାନେ, ଆଜି ଭାଉଜଙ୍କର କାମଧନ୍ଦା ସରିଗଲା, ଟିକେ ରେଷ୍ଟ ପାଇଛନ୍ତି। ଏହି ସମୟ ଭିତରେ ମୁଁ ଭାବିନେଲି ଭାଉଜଙ୍କ ସହିତ କିଛି ଢଗ ଧମାଲ ପ୍ରଶ୍ନ ବନାଇଦେବା ଆପଣମାନଙ୍କ ମନୋରଞ୍ଜନ ପାଇଁ। ସାଙ୍ଗମାନେ, ଆଜିର ଢଗ ଧମାଲ ପ୍ରଶ୍ନଟି ବହୁତ ମଜା ଅଛି, ପ୍ଲିଜ୍ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। ଯଦି ଚ୍ୟାନେଲକୁ ନୂଆ ଆସିଥାନ୍ତି କରିଦିଅନ୍ତୁ ସବସ୍କ୍ରାଇବ୍, ଲାଇକ୍, କମେଣ୍ଟ, ସେୟାର। ସବସ୍କ୍ରାଇବ୍ କରିନେଲେ ଏବଂ ଅଲ୍ ବଟନ୍ଟି ଅନ୍ କରିଦେଲେ ଆପଣମାନଙ୍କ ପାଖକୁ ୟୁଟ୍ୟୁବ୍ ସର୍ବପ୍ରଥମେ ଆମ ଭିଡ଼ିଓଟିକୁ ପଠାଇଦେବେ, ଆପଣମାନେ ଦେଖିବାର ସୁଯୋଗ ପାଇପାରିବେ। ସାଙ୍ଗମାନେ, ଏତିକି ରିକ୍ୱେଷ୍ଟ, ଆପଣମାନଙ୍କ ପରିଜନଙ୍କ ପାଖକୁ ଆମ ଭିଡ଼ିଓଟିକୁ ସେୟାର କରନ୍ତୁ, ସେମାନେ ମଧ୍ୟ ଏହିଭଳି ମଜାଦାର ସୁନ୍ଦର ଢଗ ଧମାଲ ପ୍ରଶ୍ନ ଦେଖିବାର ସୁଯୋଗ ପାଇପାରିବେ। ସାଙ୍ଗମାନେ, ପ୍ରଥମ ଢଗ ପ୍ରଶ୍ନଟି ରହିଲା ଭାଉଜଙ୍କୁ। ଆସ ଆମେ ଦେଖିନେବା, ବହୁତ ସୁନ୍ଦର ଅଛି, ମଝିରେ କାଟି ଦିଅନ୍ତୁ ନାହିଁ, ସାଙ୍ଗମାନଙ୍କ ପାଇଁ ରହିଲା। କିନ୍ତୁ ଭାଉଜ ଚେଷ୍ଟା କରିବେ କହିବାକୁ। ଭାଉଜ ମଧ୍ୟ ଆପଣଙ୍କ ସହିତ ମିଶି ଯାଇଛନ୍ତି, କିନ୍ତୁ ଦେଖାଯାଉ ଭାଉଜ କହିପାରୁଛନ୍ତି ନାହିଁ। ଯଦି ଭାଉଜ ନ କହିପାରିଲେ ସାଙ୍ଗମାନେ ଆପଣମାନେ ଟିକେ ଭାଉଜକୁ ଟିକେ ସାହାଯ୍ୟ କରିଦିଅନ୍ତୁ। କହିଲେ ଦେଖି, ଏମିତି କ'ଣ ସବୁଜ ଡବା ହଳଦିଆ ଘର, ସେଥିରେ ବସିଛି କାଳୁରାମ? ମୁଁ 4ଟି ଅପସନ୍ ଦେବି, ସେଥିରୁ ତୁମେ ବାଛିବ। ଆଉ ଥରେ କହିଦେବି, କହୁନା, ଆଉ ଥରେ କହିଦିଅ। ସାଙ୍ଗମାନେ, ଭାଉଜ ଆଉ ଥରେ ଶୁଣିବାକୁ ଚାହୁଁଛନ୍ତି। ଭଲ ଭାବରେ ପ୍ରଶ୍ନଟି ଶୁଣିଲା ପରେ ଉତ୍ତରଟି ଦେବେ ବୋଲି ଆଶା ରଖିଛନ୍ତି। ଆମେ ଆଶା କରୁ ସାଙ୍ଗମାନେ ଆପଣମାନେ ଭିଡ଼ିଓଟିକୁ ଦେଖିବେ, ମଜା ନେବେ। କିନ୍ତୁ ମଜା ନେଲା ପରେ ବି ଆପଣମାନେ କମେଣ୍ଟରେ ଲେଖିବେ, କେବେ ଭୁଲିଯିବେନି ସାଙ୍ଗମାନେ। ଆପଣଙ୍କ କମେଣ୍ଟ ଆମ ପାଇଁ ମୂଲ୍ୟବାନ, କାରଣ ଆପଣମାନଙ୍କୁ କୌଣସି ମୂଲ୍ୟ ଦେବାକୁ ପଡ଼ିବ ନାହିଁ କି ଅଧିକ ସମୟ ବି ଲାଗିବନି। କିନ୍ତୁ ଆପଣଙ୍କ କମେଣ୍ଟ ଆମ ପାଇଁ ବହୁତ ମୂଲ୍ୟବାନ ବୋଲି ଆପଣମାନେ ମଧ୍ୟ ଜାଣିଥିବେ। ସାଙ୍ଗମାନେ, ପ୍ରଶ୍ନଟି ଥିଲା ସବୁଜ ଡବା ହଳଦିଆ ଘର, ସେଥିରେ ବସିଛି କାଳୁରାମ। ସାଙ୍ଗମାନେ, 4ଟି ଅପସନ୍ ଦେଉଛି, ସେଥିରୁ ଆପଣମାନେ ବାଛି ଉତ୍ତରଟି ଲେଖିଦିଅନ୍ତୁ। ସାଙ୍ଗମାନେ, ପ୍ରଥମଟି ହେଲା ଅମୃତଭଣ୍ଡା, ଡାଳିମ୍ବ, ନଡ଼ିଆ, ସେଉ। ସେଉ କ'ଣ ଜାଣିଛନ୍ତି? ଆପେଲ୍। ଭାଉଜ ମାରି ବସୁଛନ୍ତି। ସାଙ୍ଗମାନେ, ସବୁଜ ଡବା ହଳଦିଆ ଘର, ସେଥିରେ ବସିଛି କାଳୁରାମ। ସାଙ୍ଗମାନେ, ଭଲ ଭାବରେ ବୁଝିପାରିଥିବେ। କିନ୍ତୁ ଏ ଢଗ ପ୍ରଶ୍ନର ଉତ୍ତରଟି ଆପଣମାନେ ଦିଅନ୍ତୁ, କିନ୍ତୁ ଆପଣଙ୍କ କମେଣ୍ଟକୁ ଆମେ ଅପେକ୍ଷାରେ ଅଛୁ। ଭାଉଜ ଆମର କ'ଣ କହୁଛନ୍ତି ଆଶା ଶୁଣି ନେବା। ଯଦି ଭାଉଜ ଆପଣମାନେ ଭାବନ୍ତି ଠିକ୍ କହିଛନ୍ତି ବୋଲି ଆପଣ ଲେଖିପାରନ୍ତି ଭାଉଜ ରାଇଟ୍ କହିଛନ୍ତି, ଭାଉଜ ଆମର ଠିକ୍ କହିଛନ୍ତି, ଆପଣମାନେ ଯାହା ଲେଖିପାରନ୍ତି। ଦେଖାଯାଉ ଭାଉଜ ଆମର କ'ଣ ଉତ୍ତର ଦେଉଛନ୍ତି। ଆଗେ ସର୍ବପ୍ରଥମେ ଶୁଣିବା କି ଭାଉଜ ସେଥିରୁ 4ଟିରୁ ତାଙ୍କର ବାଛି ନେବେ କେଉଁଟା ଠିକ୍। ହଁ କୁହ, କ'ଣ ହେଇପାରେ ସେଟା? ଆପେଲ୍। ଆଉ କ'ଣ? ସାଙ୍ଗମାନେ, ନାହିଁ, ଆପେଲ୍ କଟିଗଲା। ହଁ, ନଡ଼ିଆ ବୋଧେ ହବ ନା କ'ଣ? ଅମୃତଭଣ୍ଡା ହବ ବୋଧେ ନା କ'ଣ? କେଉଁଟା? କେମିତି ଅମୃତଭଣ୍ଡା? ହଁ, ସାଙ୍ଗମାନେ, ମୁଁ ଏବେ ବୁଝିପାଇଲି ଭାଉଜ କହୁଛନ୍ତି ଅମୃତଭଣ୍ଡା। ସାଙ୍ଗମାନେ, ଆପଣମାନେ, ମୁଁ ଆଗରୁ କହିଛି ଯଦି ଭାଉଜଙ୍କ କଥାରେ ଏକମତ ହୁଅନ୍ତି ଅମୃତଭଣ୍ଡା ଲେଖିପାରନ୍ତି, ନହେଲେ ଆପଣମାନେ ଏ 4ଟି ପ୍ରଶ୍ନରୁ ଗୋଟିଏ ଉତ୍ତର ବାହାର କରିନିଅନ୍ତୁ। ସବୁଜ ଡବା ହଳଦିଆ ଘର, ସେଥିରେ ବସିଛି କାଳୁରାମ। ସାଙ୍ଗମାନେ ବସିଛନ୍ତି। ସାଙ୍ଗମାନେ, ଭାଉଜ କହୁଛନ୍ତି ଅମୃତଭଣ୍ଡା। ଆପଣମାନେ ସିଲେକ୍ସନ୍ କରିନିଅନ୍ତୁ, କମେଣ୍ଟ ବକ୍ସରେ ଲେଖିଦିଅନ୍ତୁ। କେବେ ହେଲେ ଭାଇ ଭାଉଜଙ୍କୁ ଭୁଲି ଯାଆନ୍ତୁ ନାହିଁ। ଆପଣଙ୍କ ସପୋର୍ଟ ଆମ ପାଖରେ ରହିଥିବ, ଏ ଆଶା ଆମେ ଆପଣଙ୍କ ଉପରେ ରଖିଛୁ। ସାଙ୍ଗମାନେ, ଆସ ଆମେ ଶୁଣିନେବା ସେକେଣ୍ଡ ଢଗ ପ୍ରଶ୍ନଟି, ଆଉ ଟିକେ ମଜାଦାର ଅଛି। ଦେଖାଯାଉ ଭାଉଜ ଆମର କହିପାରୁଛନ୍ତି କି ନାହିଁ। ଆସ ଆମେ ଚାଲିଯିବା ସେକେଣ୍ଡ ଢଗ ଧମାଲ ପ୍ରଶ୍ନକୁ। ସାଙ୍ଗମାନେ, ଏଇଭଳି ମଜାଦାର ଢଗ ପ୍ରଶ୍ନ ଦେଖନ୍ତୁ, ମଜା ନିଅନ୍ତୁ। ଆସ ଆମେ ହସିବା, ଅନ୍ୟମାନଙ୍କୁ ହସାଇବା, ଏଥିରେ କିଛି ଶିଖିବା, ଜାଣିବା, ସାଧାରଣ ଜ୍ଞାନ ଅଛି, ଜେନେରାଲ ନଲେଜ ଅଛି, ଶିଖିଲା ଭଳି ଭିଡ଼ିଓ ଆମେ ବନାଉଛୁ। ସାଙ୍ଗମାନେ, ପ୍ଲିଜ୍ କେବେ ଅବହେଳା କରନ୍ତୁ ନାହିଁ, ସବସ୍କ୍ରାଇବ୍ କରିଦିଅନ୍ତୁ। ତାହେଲେ ଏବେ ମୁଁ ଭାଉଜ ପାଖକୁ ଚାଲି ଯାଉଛି, କାରଣ ସମୟ ହେଇଗଲାଣି ସେକେଣ୍ଡ ଢଗ ପ୍ରଶ୍ନଟି
ପଚାରିବା ପାଇଁ। ତାହେଲେ ସାଙ୍ଗମାନେ ଏବେ ଚାଲିଗଲି ଭାଉଜଙ୍କ ପାଖକୁ। ଭାଉଜ ବସିଛନ୍ତି, ଆପଣମାନେ ଦେଖିପାରୁଥିବେ ଏଇଠି ମହାପ୍ରଭୁ ଅଛି। ସେଇ ଜଗତର ନାଥ ଜଗନ୍ନାଥ ମହାପ୍ରଭୁ। ଦେଖନ୍ତୁ ସାଙ୍ଗମାନେ, ଏଇଠି ଆମେ ଭାଉଜଙ୍କୁ ପଚାରିଦେବା ସେକେଣ୍ଡ ଢଗ ପ୍ରଶ୍ନଟି। ଟିକେ ଅବଶ୍ୟ କଷ୍ଟ ଅଛି, ଭାଉଜ ଆମର କହିପାରୁଛନ୍ତି ନାହିଁ, ଦେଖିନେବା। କହିଲ ଦେଖି, ମୁଁ ଜନ୍ମ ହେବା ମାତ୍ରେ ମାନେ କ'ଣ ଚାଲିବାକୁ ଲାଗେ। ମୁଁ ଜନ୍ମ ହେବା ମାତ୍ରେ ଚାଲିବାକୁ ଲାଗେ, ବୁଝିପାରିଲ ତ, କିନ୍ତୁ ମୋର ଗୋଡ଼ ନାହିଁ। ବୁଝିପାରିଲ ତ, ମୁଁ ଜନ୍ମ ହେବା ମାତ୍ରେ ଚାଲିବାକୁ ଲାଗେ କିନ୍ତୁ ମୋର ଗୋଡ଼ ନାହିଁ। ମୁଁ ସମସ୍ତଙ୍କ ପାଖରେ ଥାଏ କିନ୍ତୁ ମୋତେ କେହି ଦେଖିପାରନ୍ତି ନାହିଁ। କହିଲେ ଦେଖି ସେ ପ୍ରଶ୍ନର ଉତ୍ତରଟି କ'ଣ ହେବ ସାଙ୍ଗମାନେ? ପାଇଯାଇଛି ହେଲେ କହିବି ସାଙ୍ଗମାନେ ଏଇଟା ଟିକେ କଷ୍ଟ ଅଛି, ଭାଉଜ ଜାଣିଛନ୍ତି କିନ୍ତୁ କହିବେ ନାହିଁ। ଆପଣମାନେ କମେଣ୍ଟରେ ଦେବେ ସାଙ୍ଗମାନେ, ଏଇଟା ଟିକେ ବଡ଼ ଅଛି ବୋଲି ଭାଉଜ କହୁଛନ୍ତି, କିନ୍ତୁ ଆପଣମାନେ କମେଣ୍ଟରେ ଲେଖିଦିଅନ୍ତୁ। ସାଙ୍ଗମାନେ, ମୁଁ ଜନ୍ମ ହେବା ମାତ୍ରେ ଚାଲିବାକୁ ଲାଗେ କିନ୍ତୁ ମୋର ଗୋଡ଼ ନାହିଁ। ମୁଁ ସମସ୍ତଙ୍କ ପାଖରେ ଥାଏ କିନ୍ତୁ ମୋତେ କେହି ମାନେ କ'ଣ ଦେଖିପାରନ୍ତି ନାହିଁ। ମୁଁ କିଏ? ସାଙ୍ଗମାନେ, ଆପଣମାନେ ଭଲ ଭାବରେ ବୁଝିଥିବେ। ଏଇଭଳି ଢଗ ଧମାଲ ପ୍ରଶ୍ନ ଆମେ ଡେଲି ଅପଲୋଡ଼ କରୁଛୁ, ଆପଣମାନେ ଦେଖନ୍ତୁ, ମଜା ନିଅନ୍ତୁ। ଆମେ ଆଶା କରୁ ଆପଣମାନେ ଭଲରେ ଥାଆନ୍ତୁ, ଆମର ଏଇଭଳି ଭିଡ଼ିଓ ଦେଖୁଥାନ୍ତୁ। ଆପଣଙ୍କ ସପୋର୍ଟ ଆମ ପାଖରେ ରହିଛି। ଆପଣଙ୍କ ସପୋର୍ଟ ବିନା ଆମେ କେବେ ହେଲେ ଆଗକୁ ଯାଇପାରିବୁନି ସାଙ୍ଗମାନେ। ଆମେ ଜାଣୁ ସାଙ୍ଗମାନେ, ଆପଣଙ୍କ ସପୋର୍ଟ ଆମ ପାଇଁ ନିହାତି ଆବଶ୍ୟକ। ସାଙ୍ଗମାନେ, ଆପଣ ସେଇ ଲୋକ ଯେଉଁ ଲୋକ କି ଆମକୁ ଜିରୋରୁ ହିରୋ ବନାଇ ପାରିବେ। ସେଥିପାଇଁ ସାଙ୍ଗମାନେ, ଆପଣ ଅବହେଳା ନ କରି ଭାଉଜଙ୍କୁ ଟିକେ ସାହାଯ୍ୟ କରିଦିଅନ୍ତୁ। ତାହେଲେ ସାଙ୍ଗମାନେ, ଆଉ ଥରେ ମୁଁ କହିଦେଉଛି, କାରଣ ଆପଣମାନଙ୍କ ଧ୍ୟାନ ଟିକେ ଭଲ ଭାବରେ ଆସିଯିବ। ମୁଁ ଜନ୍ମ ହେବା ମାତ୍ରେ ଚାଲିବାକୁ ଲାଗେ କିନ୍ତୁ ମୋର ଗୋଡ଼ ନାହିଁ। ସମସ୍ତଙ୍କ ପାଖରେ ଥାଏ କିନ୍ତୁ ମୋତେ କେହି ଦେଖିପାରନ୍ତି ନାହିଁ। ମୁଁ କିଏ? ସାଙ୍ଗମାନେ, ଆପଣମାନେ ବୁଝିପାରିଲେ ତ? ନିଶ୍ଚିନ୍ତ ବୁଝିପାରିଥିବେ, କାରଣ 2 ଥର 3 ଥର ମୁଁ ରିପିଟ୍ କରିଦେଉଛି ଯେ ପ୍ରଶ୍ନଟି ପଚାରୁଛି, କାରଣ ଆପଣମାନେ ଭଲ ଭାବରେ ବୁଝିବା ପାଇଁ। ସାଙ୍ଗମାନେ, ଆଜିର ଢଗଧମା ପ୍ରଶ୍ନ ବହୁତ ମଜା ଥିଲା। ଆପଣମାନେ ନିଶ୍ଚିନ୍ତ ଜଣାଇବେ। ଶୀଘ୍ର କମେଣ୍ଟ କରିଦେବେ, କାହିଁକି ନା ଏ ପ୍ରଶ୍ନର ଉତ୍ତରଟା ମୁଁ ଯୋଉଟା ଭାବୁଛି ବି ଏଟା ରଙ୍ଗ ହେଇଥାଏ, ଠିକ୍ ହେଇଥିବ କିନ୍ତୁ କହୁନାହାନ୍ତି। କିନ୍ତୁ ଦେଖିବେ ଆପଣମାନଙ୍କ କମେଣ୍ଟ ଆସିଲା ମାନେ ଭାଉଜ କେତେ ଖୁସି ହେଇଯିବେ। କିନ୍ତୁ ଠିକ୍ ଯଦି ଥିବ ଭାଉଜ ବହୁତ ଖୁସି ହେଇଯିବେ ସାଙ୍ଗମାନେ। ସେଥିପାଇଁ ଭାଉଜ କହିବାକୁ ଚାହୁଁଛନ୍ତି ଯେ ଆପଣମାନେ କମେଣ୍ଟରେ ଲେଖିଦିଅନ୍ତୁ। ସାଙ୍ଗମାନେ, ଆଜି ଆପଣଙ୍କୁ କେମିତି ଲାଗିଲା ନିଶ୍ଚିନ୍ତ ଜଣାଇବେ, କାରଣ ଆଜି ସମୟ ହେଇଗଲାଣି। ଭିଡ଼ିଓ ଏବେ ଆମେ ରଖିବୁ, ଆଗାମୀ ଭିଡ଼ିଓକୁ ଅପେକ୍ଷା ରୁହନ୍ତୁ। ଏଇଭଳି ମଜାଦାର ଢଗ ଧମାଲ ପ୍ରଶ୍ନ ଆମେ ଡେଲି ଅପଲୋଡ଼ କରୁଛୁ, ଦେଖିବାର ସୁଯୋଗ ନିଅନ୍ତୁ। ସାଙ୍ଗମାନେ, ଆଉ କ'ଣ ଭାଉଜ କହିବେ ତାପରେ ଆମେ ରଖିବା? କ'ଣ କିଛି କୁହ ସାଙ୍ଗମାନଙ୍କୁ? ସାଙ୍ଗମାନେ ଜଲ୍ଦି ଦେଇଦିଅ। ସାଙ୍ଗମାନେ ତ କମେଣ୍ଟରେ ଜଲ୍ଦି ଲେଖିଦେବେ, ଦେଖି ପକେଇକି ସାଙ୍ଗେ ଲେଖିଦେବେ। ଆଉ ସବସ୍କ୍ରାଇବ୍ ଯଦି ନ କରିଥିବେ ଆମ ଭିଡ଼ିଓକୁ ଦେଖିକି ସବସ୍କ୍ରାଇବ୍ କରିଦେଲେ ଡେଲି ଦେଖିପାରିବେ, ଦେଖିବାର ସୁଯୋଗ ପାଇପାରିବେ। ସାଙ୍ଗମାନେ ସବସ୍କ୍ରାଇବ୍ କରିଦିଅନ୍ତୁ। ଆପଣଙ୍କ ପାଇଁ ସମୟ ବାହାର କରିକି ଭିଡ଼ିଓଟା ବନଉଛି, ଆପଣମାନେ ଦେଖିଲେ ମୋତେ ବହୁତ ଖୁସି ଲାଗିବ। ଦେଖନ୍ତୁ ସାଙ୍ଗମାନେ, ମୁଁ ଏତିକି ଆପଣଙ୍କ ପାଖରେ ରିକ୍ୱେଷ୍ଟ କରୁଛନ୍ତି। ସାଙ୍ଗମାନେ, ତାହେଲେ ଆଜି ସମୟ ହେଇଗଲାଣି, ଏବେ ଆମେ ରହିବୁ। ଆପଣମାନେ ଭଲରେ ଥାଆନ୍ତୁ, ଆମର ଏଇଭଳି ମଜାଦାର ଢଗ ପ୍ରଶ୍ନ ଦେଖିବାର ସୁଯୋଗ ନିଅନ୍ତୁ। ତାହେଲେ ସାଙ୍ଗମାନେ, ସେଇ ଜୟ ଜଗନ୍ନାଥ ମହାପ୍ରଭୁଙ୍କ ନାମ ନେଇ ଆମେ ରଖିଥାଉ, ଆରମ୍ଭ କରିଥାଉ। ତାହେଲେ ସାଙ୍ଗମାନେ, ଏବେ ଆମେ ସମୟ ହେଇଗଲା, ଏବେ ଆମେ ରହୁଛୁ। ଆଗାମୀ ଭିଡ଼ିଓକୁ ଅପେକ୍ଷା ରୁହନ୍ତୁ। ଆପଣଙ୍କ ପାଇଁ ଏଇଭଳି ମଜାଦାର ଢଗ ଧମାଲ ପ୍ରଶ୍ନ ଆମେ ଆଣିବୁ, ଆପଣ ଦେଖିବାର ସୁଯୋଗ ନେବେ। ତାହେଲେ ରହିଲୁ ସାଙ୍ଗମାନେ। ଜୟ ଜଗନ୍ନାଥ, ନମସ୍କାର।